ସ୍ୱାଗତମ୍। ଆଜି ଆମେ ଏକ ବେଶ୍ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାକ୍ରମ ଭିତରକୁ ଯିବା। ଏଇଟା ଏକ ଏମିତି କାହାଣୀ ଯାହା ଏକ ସ୍ୱତନ୍ତ୍ର ପରିଚୟ ପାଇଁ ହୋଇଥିବା ବହୁତ ଲମ୍ବା ସଂଘର୍ଷ ଆଉ ଶେଷରେ ସଫଳତାର କଥା କହେ। ଆମ ପାଖରେ ଯେଉଁ ସୂତ୍ର ଅଛି ସେଇଟା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବିଷୟରେ ଏକ ମୋଟାମୋଟି ଧାରଣା ଦେଉଛି। ତେବେ ଆଜି ଆମେ ଚେଷ୍ଟା କରିବା ଏ ପୂରା ପ୍ରକ୍ରିୟାକୁ ଭଲ ଭାବରେ ବୁଝିବା ପାଇଁ। କେମିତି ଭାଷା ଭିତ୍ତିରେ ଏକାଠି ହେଲେ ସବୁ ଓଡ଼ିଆ ଲୋକମାନେ ଯେଉଁମାନେ ବିଭିନ୍ନ ଜାଗାରେ ବିଛାଡ଼ାଇ ହୋଇ ରହିଥିଲେ, ଆଉ କେମିତି ମିଳିଲା ସେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା। ଏଇଟା ତ ଖାଲି ମାନଚିତ୍ରରେ ଗାର ଟାଣିବା କଥା ନଥିଲା ନା, ଏହା ଥିଲା ଗୋଟେ ଜାତିର ଅସ୍ମିତା, ତାର ଆତ୍ମପରିଚୟକୁ ପୁଣି ଥରେ ପାଇବାର ପ୍ରୟାସ। ଚାଲନ୍ତୁ ଏହାକୁ ଆହୁରି ପାଖରୁ ଦେଖିବା। ଗଠନର ଧାରା ଆରମ୍ଭ ହେଲା, ସେଥିରେ ଏହାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଏକ ଆଦ୍ୟ ଅଧ୍ୟାୟ କହିଲେ ଚଳେ। ଆମେ ଦେଖିବା କେମିତି ଗୋଟିଏ ଜନଗୋଷ୍ଠୀ ନିଜର ରାଜନୈତିକ ଶକ୍ତି ହରାଇବା ପରେ ବି ନିଜର ସାଂସ୍କୃତିକ ଭାଷିକ ପରିଚୟକୁ ନେଇ ପୁଣି ଏକାଠି ହେବାକୁ ଚେଷ୍ଟା କଲା, ଆଉ ଶେଷରେ ସଫଳ ବି ହେଲା। ଠିକ୍। ତେବେ ମୋତେ କହନ୍ତୁ, ଏଇ ଯେଉଁ ବିଭାଜନ କଥା କହିଲେ, ଏହାର ଆରମ୍ଭ କେଉଁଠୁ ହେଲା? କାହିଁକି ଓଡ଼ିଆ କହୁଥିବା ଲୋକେ ଗୋଟିଏ ଜାଗାରେ ନ ରହି ଏତେ ଅଲଗା ଅଲଗା ପ୍ରଦେଶରେ ରହୁଥିଲେ? କ'ଣ ଥିଲା ମୂଳ କାରଣ? ଦେଖନ୍ତୁ, ଏହାର ମୂଳ କାରଣ ଯଦି ଦେଖିବା, ଯେତେବେଳେ ଓଡ଼ିଶା ନିଜର ସ୍ୱାଧୀନତା ହରାଇଲା ଆଉ ପରେ ବ୍ରିଟିଶ ଶାସନ ଏଠି ଜମିଗଲା, ସେମାନେ ମୁଖ୍ୟତଃ ଦେଖିଲେ ନିଜର ପ୍ରଶାସନିକ ସୁବିଧା। ବସ୍, ସେମାନଙ୍କ ପାଇଁ ଭାଷା କ'ଣ, ସଂସ୍କୃତି କ'ଣ, ସେସବୁ ବେଶୀ ଗୁରୁତ୍ୱପୂର୍ଣ୍ଣ ନଥିଲା। ପ୍ରଶାସନିକ ସୀମା ହିଁ ମୁଖ୍ୟ। ତେଣୁ ଆମ ଐତିହାସିକ ଓଡ଼ିଶାର ଅଞ୍ଚଳଗୁଡ଼ିକୁ ସେମାନେ ପଡ଼ୋଶୀ ବାଙ୍ଗଳା ପ୍ରେସିଡେନ୍ସି, କେନ୍ଦ୍ରୀୟ ପ୍ରଦେଶ ବା ସେଣ୍ଟ୍ରାଲ ପ୍ରୋଭିନ୍ସେସ୍ ଆଉ ମାଡ୍ରାସ ପ୍ରେସିଡେନ୍ସି ଭିତରେ ମିଶାଇ ଦେଲେ। ପରେ ଯେବେ ବିହାର ଓଡ଼ିଶା ପ୍ରଦେଶ ବି ହେଲା, ସେତେବେଳେ ବି ସବୁ ଓଡ଼ିଆ ଅଞ୍ଚଳ ତ ଏକାଠି ନଥିଲା। ଏ ଯେଉଁ ଭୌଗୋଳିକ ଆଉ ପ୍ରଶାସନିକ ବିଭାଜନ ହେଲା, ସେଇଟା ସ୍ୱାଭାବିକ ଭାବେ ଓଡ଼ିଆମାନଙ୍କ ଭିତରେ ସେ ସାମୂହିକ ପରିଚୟ ଭାବନାକୁ ଆଉ ରାଜନୈତିକ ଶକ୍ତିକୁ ବି କମେଇଦେଲା। ଆଉ ଏହାର ଫଳ ବି ସେମାନଙ୍କୁ ଭୋଗିବାକୁ ପଡ଼ିଲା। ଅନେକ କ୍ଷେତ୍ରରେ ଯେମିତି ଶିକ୍ଷା, ଚାକିରି ଏସବୁର ଅସୁବିଧା ହେଲା। ବାପ୍ରେ, ଏହା ତ ବାସ୍ତବରେ ଗୋଟେ ବହୁତ ଜଟିଳ ପରିସ୍ଥିତି ଥିଲା। ନିଜ ଭାଷା, ନିଜ ସଂସ୍କୃତି ଥାଇ ବି ଅନ୍ୟ ପ୍ରଦେଶରେ ରହିଲେ ଏକ ପ୍ରକାର ଦ୍ୱିତୀୟ ଶ୍ରେଣୀର ନାଗରିକ ଭଳି ଅନୁଭବ ହେଉଥିବା ନିଶ୍ଚୟ। ତେବେ ଏମିତି ଗୋଟେ ଅବସ୍ଥାରୁ ଏକ ସାମୂହିକ ଓଡ଼ିଆ ଚେତନା, ତାର ପୁନରୁତ୍ଥାନଟା କେମିତି ହେଲା? କିଏ ଆଗକୁ ଆସିଲେ? କୋଉଠୁ ଏ ଚିନ୍ତାଧାରା ଆସିଲା? ସଂସ୍କାରକମାନଙ୍କର କଥା, ବିଶେଷ କରି ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଆଉ ବିଂଶ ଶତାବ୍ଦୀ ଆରମ୍ଭ ବେଳକୁ ସେମାନଙ୍କର ଅବଦାନ ସତରେ ବହୁତ ବେଶୀ। ସେମାନେ ବୁଝିପାରିଲେ ଯେ ଏଇ ବିଭାଜନର କୁପ୍ରଭାବ କେତେ ଗଭୀର। ସେମାନେ ଅନୁଭବ କଲେ, ଯଦି ଓଡ଼ିଆ ଜାତିକୁ ତିଷ୍ଠି ରହିବାକୁ ହେବ, ତାହେଲେ ଭାଷା, ସାହିତ୍ୟ, ସଂସ୍କୃତିକୁ ଆଗ ବଞ୍ଚେଇବାକୁ ପଡ଼ିବ, ତାକୁ ପୁନର୍ଜୀବିତ କରିବାକୁ ହେବ। ଆଉ ସେଇଠୁ ଫକୀରମୋହନଙ୍କ ଭଳି ଲେଖକ ଆଗକୁ ଆସିଲେ। ଗୌରୀଶଙ୍କର ରାୟଙ୍କ ଉତ୍କଳ ଦୀପିକା, ଆହୁରି ଅନେକ ପତ୍ରପତ୍ରିକା, ସାହିତ୍ୟ ଏସବୁ ମାଧ୍ୟମରେ ଓଡ଼ିଆ ଭାଷାର ସମୃଦ୍ଧି, ଓଡ଼ିଶାର ଗୌରବମୟ ଇତିହାସ ଏସବୁ ବିଷୟରେ ଚର୍ଚ୍ଚା ଜୋର ଧରିଲା। ଏସବୁ ମିଶି ଓଡ଼ିଆମାନଙ୍କ ମନରେ ଗୋଟେ ନୂଆ ଆତ୍ମବିଶ୍ୱାସ ଆଣିଲା। ଗୋଟେ ସାମୂହିକ ପରିଚୟର ଭାବନା ବି ସୃଷ୍ଟି କଲା। ଖାଲି ଦୁଃଖ କରିବା ବଦଳରେ କିଛି କରିବା ପାଇଁ ଗୋଟେ ଆଗ୍ରହ ଜନ୍ମିଲା। ଆଚ୍ଛା, ଏ ରାଜନୈତିକ ଆନ୍ଦୋଳନ ପଛରେ ପ୍ରଥମେ ଗୋଟେ ସାଂସ୍କୃତିକ ଆଉ ବୌଦ୍ଧିକ ଜାଗରଣ ଥିଲା। ଏଇଟା ବଡ଼ କୌତୂହଳ କଥା। କିନ୍ତୁ ଏଇ ଯେଉଁ ବୌଦ୍ଧିକ ଚର୍ଚ୍ଚା ଚାଲିଥିଲା, ସାଂସ୍କୃତିକ ପ୍ରୟାସ ହେଉଥିଲା, ଏଗୁଡ଼ାକ ତ ବିକ୍ଷିପ୍ତ ଥିବ ନା? ଏହାକୁ ଗୋଟେ ସଂଗଠିତ ରୂପ ଦେବା ପାଇଁ କିଛି ପଦକ୍ଷେପ ନିଆଗଲା କି? ଗୋଟେ ସୁଦୃଢ଼ ଦାବି ପାଇଁ ସଂଗଠନ ତ ଦରକାର। ହଁ, ଆପଣ ଠିକ୍ କହିଲେ। ଏ ଯେଉଁ ସାଂସ୍କୃତିକ ଜାଗରଣ ହେଲା, ସେଇଟା ହିଁ ପୃଷ୍ଠଭୂମି ତିଆରି କଲା ଗୋଟେ ସଂଗଠିତ ଆନ୍ଦୋଳନ ପାଇଁ। ଲୋକେ ବି ବୁଝିଲେ ଯେ ଖାଲି ଲେଖାଲେଖି ବା ଆଲୋଚନା କଲେ କାମ ହେବନି। ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା ପାଇଁ ଗୋଟେ ସୁସଙ୍ଗତ ଦାବି ରଖିବାକୁ ପଡ଼ିବ ସରକାରଙ୍କ ପାଖରେ। ଆଉ ଏହାରି ଫଳସ୍ୱରୂପ 1903 ମସିହାରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଆହ୍ୱାନରେ ଆଉ ନେତୃତ୍ୱରେ ଗଠନ ହେଲା ଉତ୍କଳ ସମ୍ମିଳନୀ, ଉତ୍କଳ ୟୁନିୟନ କନଫରେନ୍ସ। ଏଇଟା ଓଡ଼ିଶା ଇତିହାସରେ ଗୋଟେ ବହୁତ ବଡ଼ ପଦକ୍ଷେପ ଥିଲା, ଯୁଗାନ୍ତକାରୀ କହିପାରିବା। ଉତ୍କଳ ସମ୍ମିଳନୀ କେବଳ ଗୋଟେ ସଂଗଠନ ନଥିଲା, ଏହା ସବୁ ଓଡ଼ିଆଙ୍କ ଆଶା ଆକାଂକ୍ଷାର ପ୍ରତୀକ ପାଲଟିଗଲା। ଗୋଟେ ମଞ୍ଚ ମିଳିଗଲା ଯେଉଁଠି ଓଡ଼ିଆମାନଙ୍କ ସମସ୍ୟା, ବିଶେଷ କରି ଅଲଗା ଅଲଗା ପ୍ରଦେଶରେ ରହୁଥିବା ଓଡ଼ିଆଙ୍କ ଦୁର୍ଦ୍ଦଶା କଥା ଆଲୋଚନା ହେବ,
ଆଉ ସ୍ୱତନ୍ତ୍ର ପ୍ରଦେଶ ଦାବିକୁ ଠିକ୍ ଭାବେ ଯୁକ୍ତି ସହ ବ୍ରିଟିଶ ସରକାରଙ୍କ ପାଖରେ ରଖାଯାଇପାରିବ। ଉତ୍କଳ ସମ୍ମିଳନୀ, ହଁ, ଏ ନାଁ ଶୁଣିଲେ ହିଁ ସେ ସଂଘର୍ଷର ଦିନଗୁଡାକ ମନେ ପଡ଼େ। ତେବେ ଏହି ସମ୍ମିଳନୀ କାମ କରୁଥିଲା କେମିତି? ମାନେ ତାର କାର୍ଯ୍ୟକଳାପ କ'ଣ ଥିଲା ଯାହାଦ୍ୱାରା ଏତେ ଭାଗ ଭାଗ ହୋଇ ରହିଥିବା ଲୋକଙ୍କୁ ସେ ଯୋଡ଼ି ପାରିଲା ଆଉ ଆନ୍ଦୋଳନକୁ ଗୋଟେ ଦିଗ ଦେଲା? ଦେଖନ୍ତୁ, ଉତ୍କଳ ସମ୍ମିଳନୀର କାମ କରିବା ଶୈଳୀ ବହୁତ ପ୍ରଭାବଶାଳୀ ଥିଲା। ଏମାନେ କ'ଣ କଲେ, ଖାଲି କଟକ ବା ପୁରୀରେ ବସି ରହିଲେନି। ଓଡ଼ିଶାର ବିଭିନ୍ନ ଜାଗାରେ, ଏମିତିକି ସେତେବେଳେ ଯେଉଁ ଅଞ୍ଚଳ ମାଡ୍ରାସରେ ଥିଲା, ଯେମିତି ଗଞ୍ଜାମ, ବା କେନ୍ଦ୍ରୀୟ ପ୍ରଦେଶରେ ଥିଲା, ଯେମିତି ସମ୍ବଲପୁର, ସେଠି ବି ଯାଇ ବାର୍ଷିକ ଅଧିବେଶନ କରୁଥିଲେ। ଏଇଟା ଗୋଟେ ବଡ଼ କଥା ଥିଲା, କାରଣ ଏହାଦ୍ୱାରା ସେହି ଅଞ୍ଚଳର ଲୋକ ବି ଅନୁଭବ କଲେ ଯେ ହଁ, ଆମେ ବି ଏ ବଡ଼ ଓଡ଼ିଆ ପରିଚୟର ଅଂଶ। ଆଉ ଏ ଅଧିବେଶନଗୁଡ଼ିକରେ ଖାଲି ଭାଷଣ ଦିଆ ହେଉନଥିଲା, ବରଂ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକାଠି କରିବା କାହିଁକି ଦରକାର, ତାର ଯୁକ୍ତି, ତଥ୍ୟ, ପ୍ରମାଣ ସହ ବିସ୍ତୃତ ଆଲୋଚନା ହେଉଥିଲା। ପ୍ରସ୍ତାବ ପାସ୍ ହେଉଥିଲା, ସରକାରଙ୍କୁ ଦାବିପତ୍ର ଦିଆଯାଉଥିଲା। ଏଇଥିପାଇଁ ତ ସ୍ୱତନ୍ତ୍ର ପ୍ରଦେଶ କଥାଟା ଖାଲି କିଛି ବୁଦ୍ଧିଜୀବୀଙ୍କ ଭିତରେ ନ ରହି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିଲା। ଏହା ଏକ ପ୍ରକାର ଜନଜାଗରଣ ଆଣିଲା, ଆନ୍ଦୋଳନକୁ ଗୋଟେ ବଡ଼ ଜନଭିତ୍ତି ଦେଲା। ବୁଝିଲେ, ତାମାନେ ଗୋଟେ ସଂଗଠିତ ମଞ୍ଚ ହେଲା, ଯୁକ୍ତିଯୁକ୍ତ ଦାବି ରଖାଗଲା, ଲୋକଙ୍କ ଭିତରେ ଜାଗରଣ ବି ଆସିଲା। କିନ୍ତୁ ଏ ସ୍ୱପ୍ନଟା ସତ ହେବାକୁ କେତେ ସମୟ ଲାଗିଲା? ନିଶ୍ଚୟ ବ୍ରିଟିଶ ସରକାର ଏତେ ସହଜରେ ମାନି ନଥିବେ। ପୁଣି ଯେମିତି ଆପଣ କହୁଥିଲେ, ପଡ଼ୋଶୀ ପ୍ରଦେଶର ଯେଉଁ ପ୍ରଭାବଶାଳୀ ଲୋକ ଥିଲେ, ସେମାନେ ତ ଚାହୁଁଥିବେ ଓଡ଼ିଆ ଅଞ୍ଚଳ ତାଙ୍କ ପାଖରେ ରହୁ, ତେଣୁ ସେମାନେ ବି ବିରୋଧ କରିଥିବେ। କେତେ ଲମ୍ବା ଓ କଷ୍ଟକର ଥିଲା ଏ ସଂଘର୍ଷଟା! ନା ନା, ଏଇଟା ଆଦୌ ସହଜ ନଥିଲା, ବିଲକୁଲ ନୁହେଁ। ଦେଖନ୍ତୁ, 1903ରେ ଉତ୍କଳ ସମ୍ମିଳନୀ ଗଠନ ହେଲା, ଆଉ 1936ରେ ଯାଇ ସ୍ୱତନ୍ତ୍ର ପ୍ରଦେଶ ହେଲା। ମାନେ ପ୍ରାୟ 33 ବର୍ଷ। ଏତେ ଲମ୍ବା ସମୟର ଏକ ଲଗାତାର ସଂଘର୍ଷ। ବହୁତ ଧୈର୍ଯ୍ୟ ଦରକାର ପଡ଼ିଥିଲା। ବେଳେବେଳେ ବହୁତ କଠିନ ପରିସ୍ଥିତି ବି ଆସିଥିଲା, ଅନେକ ବାଧାବିଘ୍ନ। ମଧୁସୂଦନ ଦାସଙ୍କ ପରେ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଆଉ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଏମିତି ଅନେକ ଯୋଗ୍ୟ ନେତା ଆସିଲେ, ଆନ୍ଦୋଳନର ଦାୟିତ୍ୱ ନେଲେ। ସେମାନେ ଖାଲି ଓଡ଼ିଶାରେ ଚୁପ୍ ହୋଇ ବସିଲେନି, ବିଭିନ୍ନ ପ୍ରାଦେଶିକ ବିଧାନ ପରିଷଦ, କେନ୍ଦ୍ରୀୟ ବିଧାନସଭା, ଏମିତିକି ଲଣ୍ଡନ ଯାଇ ବ୍ରିଟିଶ ସରକାରଙ୍କ ପାଖରେ ଓଡ଼ିଆଙ୍କ ଦାବି ରଖିଲେ, ଦୃଢ଼ ଭାବରେ ରଖିଲେ। ବାରମ୍ବାର ସରକାର ଯେଉଁ କମିଟି ବା କମିଶନ ବସାଉଥିଲେ, ତାଙ୍କ ଆଗରେ ସାକ୍ଷ୍ୟ ଦେଲେ, ମେମୋରାଣ୍ଡମ୍ ଦେଲେ, ଯୁକ୍ତି ଦେଖାଇଲେ ଯେ ଦେଖନ୍ତୁ, ଭାଷା ସଂସ୍କୃତି ଏକା ହେଲେ ବି ଆମେ ପ୍ରଶାସନିକ ଭାବେ ଅଲଗା ହୋଇ ରହିଛୁ ବୋଲି କେତେ ଅବହେଳିତ ହେଉଛୁ। ଆଉ ଯେମିତି ଆପଣ କହିଲେ, ପଡ଼ୋଶୀ ପ୍ରଦେଶର କିଛି ଗୋଷ୍ଠୀ, କିଛି ବ୍ରିଟିଶ ଅଫିସର୍ସ ବି ୟାର ବିରୋଧ କରୁଥିଲେ, କାରଣ ସେମାନେ ଚାହୁଁନଥିଲେ ତାଙ୍କ ପ୍ରଦେଶର ସୀମା କମିଯାଉ। ଆଚ୍ଛା, ତେବେ ଏ ନେତାମାନେ ଯେତେବେଳେ ଯୁକ୍ତି ରଖୁଥିଲେ ସରକାରଙ୍କ ଆଗରେ ହେଉ ବା କମିଶନଙ୍କ ଆଗରେ, ସେମାନଙ୍କର ମୁଖ୍ୟ ଆଧାର କ'ଣ ଥିଲା? ମାନେ କେଉଁ କାରଣ ଦେଖେଇ ସେମାନେ କହୁଥିଲେ ଯେ ଆମକୁ ଗୋଟେ ଅଲଗା ପ୍ରଦେଶ ଦରକାର? କେମିତି ନିଜ ଦାବିକୁ ଯଥାର୍ଥ ବୋଲି ଦେଖାଉଥିଲେ? ହଁ, ସେମାନଙ୍କର ଯୁକ୍ତିଗୁଡ଼ାକ ବହୁତ ସ୍ପଷ୍ଟ ଆଉ ଶକ୍ତିଶାଳୀ ଥିଲା। ଦେଖନ୍ତୁ, ମୁଖ୍ୟତଃ କେତୋଟା କଥା ଥିଲା। ପ୍ରଥମ ଆଉ ସବୁଠୁ ବଡ଼ କଥା ହେଲା ଭାଷା ଆଉ ସଂସ୍କୃତିର ଏକତା। ସେମାନେ କହୁଥିଲେ, ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲୋକେ ରହୁଛନ୍ତି, ଏକା ଭାଷା କହୁଛନ୍ତି, ଏକା ସଂସ୍କୃତି ମାନୁଛନ୍ତି, ତେବେ ସେମାନଙ୍କୁ ଗୋଟେ ପ୍ରଶାସନ ଭିତରେ ରଖିବା ଉଚିତ ନା? ଦ୍ୱିତୀୟ କଥା ହେଲା ପ୍ରଶାସନିକ ଅସୁବିଧା ଆଉ ଅବହେଳା। ସେମାନେ ତଥ୍ୟ ଦେଇ ଦେଖାଉଥିଲେ କେମିତି ଅଲଗା ଅଲଗା ପ୍ରଦେଶରେ ରହିବା ଦ୍ୱାରା ଓଡ଼ିଆମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଚାକିରି ଏସବୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଯେମିତି ମାଡ୍ରାସ ପ୍ରେସିଡେନ୍ସିର ଉତ୍ତର ଭାଗରେ ଯେଉଁ ଓଡ଼ିଆ ଅଞ୍ଚଳ ଥିଲା, ସେଗୁଡ଼ାକ ଚେନ୍ନାଇଠୁ କେତେ ଦୂର, ସ୍ୱାଭାବିକ ଭାବେ ଅବହେଳିତ ହେଉଥିଲା। ସେମିତି ବଙ୍ଗାଳ ବା ବିହାରରେ ଥିବା ଓଡ଼ିଆ ଅଞ୍ଚଳରେ ସ୍କୁଲ, କଚେରୀରେ ଓଡ଼ିଆ ଭାଷାକୁ ଗୁରୁତ୍ୱ ମିଳୁନଥିଲା। ଆଉ ତୃତୀୟ ଯୁକ୍ତି ଥିଲା ଆର୍ଥିକ ବିକାଶ। ଯଦି ଗୋଟେ ଅଲଗା ପ୍ରଦେଶ ହୁଏ, ତେବେ ଓଡ଼ିଶାର ଯେଉଁ ପ୍ରାକୃତିକ ସମ୍ପଦ ଅଛି, ତାର ଠିକ୍ ବିନିଯୋଗ ହେବ, ଅଞ୍ଚଳର ଆର୍ଥିକ ଉନ୍ନତି ହେବ। ତେଣୁ ଏଇଟା ଖାଲି ଗୋଟେ ଭାବଗତ ଦାବି ନଥିଲା, ଏହା ପଛରେ ବହୁତ ସୁଚିନ୍ତିତ, ତଥ୍ୟଭିତ୍ତିକ ଆଉ ନ୍ୟାୟସଙ୍ଗତ କାରଣ ଥିଲା। ବାସ୍ତବିକ ବହୁତ ଶକ୍ତିଶାଳୀ ଯୁକ୍ତି। କିନ୍ତୁ ଏତେ ବଡ଼ ସଂଘର୍ଷ, ଏତେ ବର୍ଷ ଧରି, ଏଟା ତ ଖାଲି ନେତାମାନେ କରିଦେଇ ନଥିବେ। ସାଧାରଣ ଲୋକଙ୍କ ଭୂମିକା କ'ଣ ଥିଲା? ଏ ଆନ୍ଦୋଳନ କ'ଣ ସମାଜର ସବୁ ସ୍ତରକୁ ଛୁଇଁ ପାରିଥିଲା? ନିଶ୍ଚିତ ଭାବେ। ବିଶେଷ କରି ଦେଖିବେ, 1920ରେ ଆଉ 1930 ଦଶକ ବେଳକୁ, ସେତେବେଳେ ତ ପୁରା ଭାରତରେ ଜାତୀୟତାବାଦୀ ଆନ୍ଦୋଳନ ବି ଜୋର ଧରିଥିଲା। ସେହି ସମୟରେ ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନକୁ ବି ବହୁତ ଜନସମର୍ଥନ ମିଳିଲା ବ୍ୟାପକ ଭାବରେ। ସାଧାରଣ ସଭା ହେଲା, ଶୋଭାଯାତ୍ରା ବାହାରିଲା,
ଗାଁ ଗହଳିରେ ଲୋକଙ୍କୁ ସଚେତନ କରାଗଲା। ଛାତ୍ର, ଯୁବକ, ଚାଷୀ, ବୁଦ୍ଧିଜୀବୀ ସବୁ ବର୍ଗର ଲୋକ ଏଥିରେ ସାମିଲ ହେଲେ ନିଜ ନିଜ ସ୍ତରରେ। ଗାଁ ଗହଳିରେ ବି ଲୋକେ ବୁଝିଲେ ଯେ ହଁ, ଆମର ଗୋଟେ ଅଲଗା ପ୍ରଦେଶ ହେବା ଦରକାର। ଅବଶ୍ୟ ଆଗରୁ ଯେମିତି କହୁଥିଲେ, କିଛି ସ୍ୱାର୍ଥୀ ଗୋଷ୍ଠୀ ବିରୋଧ ବି କରୁଥିଲେ, କିନ୍ତୁ ମୋଟ ଉପରେ ଦେଖିଲେ ଓଡ଼ିଆ ଲୋକଙ୍କ ମନେ ସେତେବେଳକୁ ଗୋଟେ ଦୃଢ଼ ଇଚ୍ଛା ଆସିଯାଇଥିଲା ଯେ ନାଇଁ, ଆମକୁ ଅଲଗା ପ୍ରଦେଶ ଦରକାର। ଆଉ ଏହି ଜନସମର୍ଥନଟା ହିଁ ନେତାମାନଙ୍କ ଦାବିକୁ ଆହୁରି ମଜବୁତ କଲା, ବ୍ରିଟିଶ ସରକାରଙ୍କ ଉପରେ ଚାପ ପକାଇଲା। ଆଉ ଶେଷରେ ସେତେ ବର୍ଷର ଅକ୍ଲାନ୍ତ ପରିଶ୍ରମ, ନେତାମାନଙ୍କର ତ୍ୟାଗ ଆଉ ସାଧାରଣ ଲୋକଙ୍କର ଏତେ ଇଚ୍ଛାଶକ୍ତି ପରେ ସେ ନିର୍ଣ୍ଣାୟକ ମୁହୂର୍ତ୍ତ ଆସିଲା। କେମିତି ମିଳିଲା ସଫଳତା? କେଉଁ ଘଟଣା ପରେ ଏହା ସମ୍ଭବ ହେଲା? ହଁ, ଏ ଲମ୍ବା ଯାତ୍ରାରେ କିଛି ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଥିଲା। ପ୍ରଥମେ ଦେଖନ୍ତୁ, ସାଇମନ କମିଶନ ଭାରତ ଆସିଲେ। ଯଦିଓ ତାକୁ ସାରା ଦେଶରେ ବିରୋଧ କରାଗଲା, ତଥାପି ତାଙ୍କ ରିପୋର୍ଟରେ ଏ ପ୍ରାଦେଶିକ ସୀମା ପୁନର୍ଗଠନ କଥା ଉଠିଥିଲା। ତାପରେ ଲଣ୍ଡନରେ ଯୋଉ ଗୋଲ ଟେବୁଲ ବୈଠକ ହେଲା, ସେଠି ଆମ ଓଡ଼ିଆ ପ୍ରତିନିଧିମାନେ, ବିଶେଷ କରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବହୁତ ଦୃଢ଼ ଭାବରେ ଓଡ଼ିଶା ପ୍ରଦେଶ ଗଠନ କଥା ରଖିଲେ। ଏହାର ଫଳସ୍ୱରୂପ କ'ଣ ହେଲା? ବ୍ରିଟିଶ ସରକାର ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ଗୋଟେ କମିଟି ବସେଇଲେ। ସାମୁଏଲ ଓଡୋନେଲ ଥିଲେ ତାର ଅଧ୍ୟକ୍ଷ। ଓଡୋନେଲ କମିଟି। ଏ କମିଟି ବିଭିନ୍ନ ଜାଗା ବୁଲିଲା, ଲୋକଙ୍କ ମତ ନେଲା, ଆଉ ଗୋଟେ ବିସ୍ତୃତ ରିପୋର୍ଟ ଦେଲା। ଆଉ ସେ ରିପୋର୍ଟରେ ସ୍ପଷ୍ଟ ଭାବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୁପାରିଶ କରାଗଲା। ଏହି ସୁପାରିଶକୁ ଆଧାର କରି ଆଉ ପରବର୍ତ୍ତୀ ରାଜନୈତିକ ଆଲୋଚନା ପରେ ଶେଷରେ ଭାରତ ସରକାର ଅଧିନିୟମ 1935, ମାନେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ 1935ରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ କରିବା ପାଇଁ ବ୍ୟବସ୍ଥା ରହିଲା। ଆଉ ସେ ଅନୁସାରେ 1 ଏପ୍ରିଲ 1936 ସେଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଜନ୍ମ ନେଲା। ସେଇଟା ହିଁ ଥିଲା ସେ ଦୀର୍ଘ ସଂଘର୍ଷର ଚୂଡ଼ାନ୍ତ ସଫଳତା। ହଁ, ଏପ୍ରିଲ 1936। ହଁ, ଏ ତାରିଖଟା ପ୍ରକୃତିରେ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗୋଟେ ଗର୍ବ ଆଉ ଆନନ୍ଦର ଦିନ। ତେବେ ସେ ଯୋଉ ନୂଆ ଓଡ଼ିଶା ପ୍ରଦେଶ ଗଠନ ହେଲା, ତାର ପ୍ରାରମ୍ଭିକ ରୂପରେଖା କେମିତି ଥିଲା? କୋଉ କୋଉ ଅଞ୍ଚଳକୁ ନେଇ ଗଠିତ ହେଲା, ଆଉ ତାର ପ୍ରଶାସନିକ ବ୍ୟବସ୍ଥା କ'ଣ ରହିଲା? ହଁ, ସେ ଯୋଉ ନୂଆ ଓଡ଼ିଶା ପ୍ରଦେଶ ଗଠନ ହେଲା, ସେଥିରେ ମୁଖ୍ୟତଃ 6ଟି ଜିଲ୍ଲା ଥିଲା। ବିହାର ଓଡ଼ିଶା ପ୍ରଦେଶରୁ ଆସିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର ଆଉ ଅନୁଗୁଳ। ସେତେବେଳେ ଅନୁଗୁଳ ବି ଗୋଟେ ଜିଲ୍ଲା ଥିଲା। ଆଉ ମାଡ୍ରାସ ପ୍ରେସିଡେନ୍ସିରୁ ଆସିଲା ଗଞ୍ଜାମ ଏଜେନ୍ସି ଟ୍ରାକ୍ଟସ, ଗଞ୍ଜାମ ସମତଳ ଅଞ୍ଚଳର ବେଶ କିଛି ଭାଗ, ଆଉ ବିଶାଖାପଟଣା ଏଜେନ୍ସିର ଜୟପୁର ଜମିଦାରୀ, ମାନେ ଏବେକାର କୋରାପୁଟ ଅଞ୍ଚଳ। ସେମିତି ସେଣ୍ଟ୍ରାଲ ପ୍ରୋଭିନ୍ସେସ୍ ବା କେନ୍ଦ୍ରୀୟ ପ୍ରଦେଶରୁ ଖଡ଼ିଆଳ ଜମିଦାରୀ ଆଉ ନୂଆପାଡ଼ା ସବଡିଭିଜନର କିଛି ଅଂଶ ବି ସାମିଲ ହେଲା। ଆଉ ନୂଆ ପ୍ରଦେଶର ରାଜଧାନୀ ରହିଲା ଆମର ଐତିହାସିକ ସହର କଟକ। ଆଉ ସାର୍ ଜନ୍ ଅଷ୍ଟିନ ହବାକ, ସେ ହେଲେ ଏହାର ପ୍ରଥମ ଗଭର୍ଣ୍ଣର। ଏହା ତ ବାସ୍ତବିକ ଗୋଟେ ବିରାଟ ଉପଲବ୍ଧି ଥିଲା। ଏହାର ଗୁରୁତ୍ୱ କ'ଣ ଖାଲି ଏକ ନୂଆ ପ୍ରଶାସନିକ ସୀମା ତିଆରି ହେବାରେ ସୀମିତ ଥିଲା, ନା ଏହାର ପ୍ରଭାବ ଆହୁରି ବ୍ୟାପକ ଥିଲା, ଖାସ୍ କରି ଯଦି ଆମେ ପୁରା ଭାରତୀୟ ପରିପ୍ରେକ୍ଷୀରେ ଦେଖିବା? ନା, ଏହାର ଗୁରୁତ୍ୱ ବହୁତ ବ୍ୟାପକ ଆଉ ବହୁତ ସୁଦୂର ପ୍ରସାରୀ ବି। ଦେଖନ୍ତୁ, ପ୍ରଥମ କଥା ହେଲା, ଏଇଟା କୋଟି କୋଟି ଓଡ଼ିଆଙ୍କ ପାଇଁ ସେମାନଙ୍କ ଭାଷା, ସଂସ୍କୃତି, ପରିଚୟର ଗୋଟେ ବଡ଼ ସ୍ୱୀକୃତି ଥିଲା। ସେ ଯେଉଁ ଅସ୍ମିତାର ସଙ୍କଟ ସେମାନେ ଅନୁଭବ କରୁଥିଲେ, ସେଇଟା ଦୂର ହେଲା। ଆଉ ଦ୍ୱିତୀୟ କଥା, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଓଡ଼ିଶା ହେଉଛି ଭାରତରେ ଭାଷା ଭିତ୍ତିରେ ଗଠିତ ହୋଇଥିବା ପ୍ରଥମ ପ୍ରଦେଶ, ଫର୍ଷ୍ଟ ପ୍ରୋଭିନ୍ସ ଫର୍ମଡ୍ ଅନ୍ ଲିଙ୍ଗୁଇଷ୍ଟିକ୍ ବେସିସ୍। ଏଇଟା ଗୋଟେ ନୂଆ ଧାରା ସୃଷ୍ଟି କଲା, ଗୋଟେ ନୂଆ ପରମ୍ପରା। ଏଇଟା ଦେଖାଇଦେଲା ଯେ ଖାଲି ପ୍ରଶାସନିକ ସୁବିଧା ନୁହେଁ, ଭାଷା ବି ରାଜ୍ୟ ପୁନର୍ଗଠନର ଗୋଟେ ବୈଧ ଆଉ ଶକ୍ତିଶାଳୀ ଆଧାର ହୋଇପାରେ। ଆଉ ଏଇଟା ହିଁ ପରବର୍ତ୍ତୀ ସମୟରେ, ବିଶେଷ କରି ଭାରତ ସ୍ୱାଧୀନ ହେବା ପରେ ଅନ୍ୟାନ୍ୟ ଅଞ୍ଚଳରେ ଯେଉଁ ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ଦାବି ହେଲା, ଆନ୍ଦୋଳନ ହେଲା, ସେଗୁଡ଼ିକୁ ପାଇଁ ଗୋଟେ ପ୍ରେରଣା ପାଲଟିଗଲା, ଗୋଟେ ମାର୍ଗଦର୍ଶକ ଭଳି କାମ କଲା। ତେଣୁ ଓଡ଼ିଶା ପ୍ରଦେଶ ଗଠନ ଖାଲି ଗୋଟେ ଆଞ୍ଚଳିକ ଘଟଣା ନଥିଲା, ଏହାର ଗୋଟେ ଜାତୀୟ ମହତ୍ୱ ବି ଥିଲା। ଏହା ଥିଲା ଓଡ଼ିଆ ଏକତାର, ସେ ଦୀର୍ଘ ସଂଘର୍ଷର ଆଉ ରାଜନୈତିକ ଚେତନାର ବିଜୟର ପ୍ରତୀକ। ଏବେ ଆଜି ଆମେ ଯାହା ସବୁ ଆଲୋଚନା କଲେ, ସେଥିରୁ ଗୋଟେ କଥା ପୁରା ସ୍ପଷ୍ଟ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନଟା କୌଣସି ସହଜ କଥା ନଥିଲା, କିମ୍ବା ହଠାତ୍ ହୋଇଯାଇଥିବା ଘଟଣା ବି ନଥିଲା। ଏଇଟା ଖାଲି କିଛି ପ୍ରଶାସନିକ କାଗଜପତ୍ରର କାରବାର ନଥିଲା। ଏହା ପଛରେ ଥିଲା ମଧୁବାବୁ, ଗୋପବନ୍ଧୁ, ଗଜପତି ମହାରାଜାଙ୍କ ଭଳି ଦୂରଦୃଷ୍ଟି ସମ୍ପନ୍ନ ନେତାଙ୍କ ନେତୃତ୍ୱ, ଆଉ ତା ସାଙ୍ଗକୁ ଅଗଣିତ ସାଧାରଣ ଲୋକଙ୍କ ଅକୁଣ୍ଠ ସମର୍ଥନ।
ଆଉ ସବୁଠୁ ବଡ଼ କଥା, ସେ ଦୀର୍ଘ 30 ବର୍ଷରୁ ଅଧିକ ସମୟର ଲଗାତାର ସଂଘର୍ଷ, ତ୍ୟାଗ ଆଉ ପ୍ରତିବଦ୍ଧତା। ଏକଦମ ଠିକ୍ କହିଲେ। ଏ ଯେଉଁ ସାମରିକ ପ୍ରୟାସ ହେଲା, ଏଇଟା ଖାଲି ଓଡ଼ିଆ ଭାଷା ଆଉ ସଂସ୍କୃତିର ସୁରକ୍ଷା ବା ସମୃଦ୍ଧି ପାଇଁ ବାଟ ଖୋଲିଲା ତା ନୁହେଁ, ବରଂ ଗୋଟେ ଅଲଗା ପ୍ରଶାସନିକ ଏକକ ଭାବରେ ଓଡ଼ିଶାର ଭବିଷ୍ୟତର ତାର ସାମାଜିକ, ଆର୍ଥିକ, ରାଜନୈତିକ ପ୍ରଗତି ପାଇଁ ଗୋଟେ ମଜବୁତ ମୂଳଦୁଆ ବି ପକାଇଲା। ଏହି ସଂଘର୍ଷରୁ ସଫଳତାର କାହାଣୀ ସତରେ କେବଳ ଓଡ଼ିଶା ପାଇଁ ନୁହେଁ, ପୁରା ଭାରତ ଇତିହାସ ପାଇଁ ଗୋଟେ ଗୌରବମୟ ଆଉ ପ୍ରେରଣାଦାୟୀ ଅଧ୍ୟାୟ। ଏଇଟା ଆମକୁ ମନେ ପକାଇ ଦିଏ ଯେ ଏକତା, ଦୃଢ଼ ଇଚ୍ଛାଶକ୍ତି ଆଉ ଲଗାତାର ଚେଷ୍ଟା ଦ୍ୱାରା କେମିତି ବଡ଼ ବଡ଼ ଲକ୍ଷ୍ୟ ବି ହାସିଲ କରାଯାଇପାରେ। ସତରେ ଏକ ମନେ ରଖିବା ଭଳି କାହାଣୀ। ଆଉ ଶେଷରେ ଆମ ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି ବିନ୍ଦୁ ଛାଡ଼ିଯିବାକୁ ଚାହିଁବି। ଦେଖନ୍ତୁ, ଭାଷା ଭିତ୍ତିରେ ରାଜ୍ୟ ପଠନର ଯେଉଁ ମଡେଲ, ଯାହାର ପ୍ରଥମ ସଫଳ ପ୍ରୟୋଗ ଆମେ ଓଡ଼ିଶାରେ ଦେଖିଲେ, ସେଇଟା ପରେ ସ୍ୱାଧୀନ ଭାରତରେ ରାଜ୍ୟ ପୁନର୍ଗଠନର ମୁଖ୍ୟ ଆଧାର ହେଲା। ତେବେ ଏ ଯେଉଁ ଭାଷାଭିତ୍ତିକ ପୁନର୍ଗଠନ ହେଲା, ଏଇଟା ଭାରତର ସାମଗ୍ରିକ ଏକତା ଆଉ ତା ଭିତରେ ଥିବା ବିବିଧତା, ଏ ଦୁଇଟା ଭିତରେ ସନ୍ତୁଳନ ରଖିବାରେ କେତେ ଦୂର ସଫଳ ହୋଇଛି, ଆଉ ଏହାର ଦୀର୍ଘକାଳୀନ ସାମାଜିକ ଓ ରାଜନୈତିକ ପ୍ରଭାବଗୁଡ଼ିକ କ'ଣ ହୋଇପାରେ, ଏହା ନିଶ୍ଚୟ ଟିକେ ଭାବିବାର କଥା ନା? ପିଲାମାନେ, ଏପର୍ଯ୍ୟନ୍ତ ତୁମର ଯେଉଁ ଇତିହାସ ରାଜନୀତି ବିଜ୍ଞାନର ଯେଉଁ ଦ୍ୱିତୀୟ ଅଧ୍ୟାୟରେ ଯେଉଁ ପାଠଟି ଅଛି, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ୟାକୁ ଦେଖି ଆସିଥିଲ। ଆଶା କରୁଛି ନିଶ୍ଚିତ ଭାବରେ ୟାର ଯେଉଁ 4ଟି ପାଠ ଅଛି ଏଇ ଟପିକଟିରେ, ଯେଉଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ 4ଟି ପାଠ ବର୍ଣ୍ଣନା କରାଯାଇଛି। ତ ଏଗୁଡ଼ିକ ପ୍ରାଞ୍ଜଳ ଭାବରେ ଭିଡ଼ିଓରେ ବୁଝାଇ ଦିଆଗଲା। ଆଶା କରୁଛି ନିଶ୍ଚିତ ତୁମେ ବୁଝିସାରିଥିବ। ଏବେ ଦେଖିବା ତୁମର ଯେଉଁ ପରୀକ୍ଷା ପାଇଁ ଯେଉଁ ନୋଟ୍ଟିଏ ପ୍ରସ୍ତୁତ କରିବ, ବା ପରୀକ୍ଷା ପୂର୍ବରୁ ୟାକୁ ପୁନରାଲୋଚନା କରିବା ପାଇଁ ଯେଉଁ ନୋଟ୍ଟିଏ ପ୍ରସ୍ତୁତ କରିବ, ସେତେବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବ। ତ ଏବେ ଆମେ ଦେଖିବା ସେଇ ନୋଟ୍ ପ୍ରସ୍ତୁତ କଲାବେଳେ ଏଇ ଯେଉଁ ଟପିକ୍ର ମୁଖ୍ୟ ଯେଉଁ ପାଠ ବର୍ଣ୍ଣନା କରାଯାଇଛି, ଯାହା କଣ୍ଟେଣ୍ଟ ସବୁ ଦିଆଯାଇଛି, ତାକୁ ଧ୍ୟାନ ରଖି ନୋଟ୍ଟିଏ କିପରି ପ୍ରସ୍ତୁତ କରିବ। ତ ଚାଲ ଆମେ ଦେଖିବା ଏବେ ନୋଟ୍ ପ୍ରସ୍ତୁତ କରିବା ପାଇଁ ଆମେ କ'ଣ କାହା ଉପରେ ଗୁରୁତ୍ୱ ଦେବା। ଦେଖ, ଏଠି ଯେଉଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସ୍କ୍ରିନରେ ଦେଖାଯାଉଛି, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଏଥିରେ ତୁମର ଯେଉଁ ଟପିକ୍ରେ ଯେଉଁ ପାଠଗୁଡ଼ିକ ସଂଶ୍ଳିଷ୍ଟ ଅଛି, ସେଗୁଡ଼ିକ ଆମେ ଆଗ ଦେଖିବା। ଦେଖ, ଏଇ ଅଧ୍ୟାୟରେ ଯେଉଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସମ୍ପୂର୍ଣ୍ଣ ଟପିକ୍ଟିକୁ 4 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମେ ଦେଖ, ଓଡ଼ିଆ ଜାତୀୟତାର ବିକାଶ, ୟା ଉପରେ ଧ୍ୟାନ ଦେବ। ଏଥିରେ କ'ଣ କ'ଣ ପାଠ ଅଛି ଦେଖିବା। ତାପରେ ଉତ୍କଳ ସମ୍ମିଳନୀ ଗଠନ, ଆଉ 1936 ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ, ତାପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା, ଆଉ ଏକ ଅଧିକା ପାଠ ଦିଆଯାଇଛି ଯେଉଁଟାକି ସିଦ୍ଧାନ୍ତରେ ଆମେ କ'ଣ କ'ଣ ଲେଖିବା। ତ ନୋଟ୍ ପ୍ରସ୍ତୁତ କଲାବେଳେ ଏଇ ଦିଗ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ। ପ୍ରଥମେ ଦେଖିବା ଏ ଯେଉଁ ଓଡ଼ିଆ ଜାତୀୟତାର ବିକାଶ। ଏଠି ଦେଖ, ଓଡ଼ିଆ ଜାତୀୟତାର ବିକାଶ ଉପରେ ଯେଉଁ ଅଛି, ଏଥିରେ ଆଉ କ'ଣ ସବୁ ପାଠ ୟା ସହିତ ଜଡ଼ିତ ଅଛି। ଦେଖ, ଏଥିରେ ଆମେ ଦେଖିବା ବ୍ରିଟିଶ ଶାସନରେ ଓଡ଼ିଆ ଭାଷାଭାଷୀଙ୍କ ବିଭାଜନ, ଏଇ କଥା ଲେଖାଯାଇଛି। ବୁଦ୍ଧିଜୀବୀ ଲେଖକଙ୍କ ଭୂମିକା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ପୁନରୁତ୍ଥାନ, ଆଉ ସମ୍ବାଦପତ୍ର ସାହିତ୍ୟ, ସାମାଜିକ ସାଂସ୍କୃତିକ ଆନ୍ଦୋଳନ। ଏଇ ଟପିକ୍ ଉପରେ, ୟାରି ଉପରେ ଧ୍ୟାନ ଦେଇକି ତୁମେ ନୋଟ୍ଟିଏ ପ୍ରସ୍ତୁତ କରିବ। କାହା ଉପରେ ନୋଟ୍ କରିବ? ଓଡ଼ିଆ ଜାତୀୟତାର ବିକାଶ, ଯେଉଁଟାକି ତୁମର ମୂଳ ଯେଉଁ ଅଧ୍ୟାୟରେ ଟପିକ୍ଟି ଅଛି, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ୟାରି ଉପରେ ଯେତେବେଳେ ନୋଟ୍ଟିଏ ପ୍ରସ୍ତୁତ କରିବ, ପ୍ରଥମେ ଓଡ଼ିଆ ଜାତୀୟତାର ବିକାଶ କୁ ଲକ୍ଷ୍ୟ ରଖି କରିବ। ସେଥିରେ କାହା କାହା ପ୍ରତି ଧ୍ୟାନ ଦେବ ନା, ବ୍ରିଟିଶ ଶାସନରେ ଓଡ଼ିଆ ଭାଷାଭାଷୀଙ୍କ ବିଭାଜନ କଥା ବର୍ଣ୍ଣିତ ଅଛି ବହିରେ, ଦେଖିବ। ବୁଦ୍ଧିଜୀବୀ ଲେଖକଙ୍କ ଭୂମିକା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ପୁନରୁତ୍ଥାନ, ସମ୍ବାଦପତ୍ର ସାହିତ୍ୟ ସାମାଜିକ ସାଂସ୍କୃତିକ ଆନ୍ଦୋଳନ।
यारी उपरे जहाँ सब पाठ लेखा जाइछि ताको पढ़िबो बुझिबो तापरे नोटटी प्रस्तुत करिवो। तापरे कौन अच्छी तापरे उत्कल सम्मिलनी गठन देखो द्वितीय जो विभाजन करा जाइछि टॉपिक टिकु ताहला उत्कल सम्मिलनी गठन। तो या उपरे आमे कहा को ध्यान देवा को पॉइंट उपरे गुरुत्व देवा एथिरे देखिबा जे जो उत्कल सम्मिलनी गठन हला 1903 या उपरे किछि लेखिबा नेतृत्व किए नैथिले मधुसूदन दास तांको जो भूमिका उत्कल जो आमर स्वतंत्र प्रदेश गठन दिगरे मधुसूदन दासंकर कौन भूमिका थिला ताकू आमे लेखिबा। आ लक्ष्य कौन थिला उत्कल सम्मेलन लक्ष्य कौन थिला ओडिया एकता और पृथक प्रदेश दाबी एटा थिला लक्ष्य। आ वार्षिक अधिवेशन एथिरे कौन कौन सब वार्षिक अधिवेशन करा जाइथिला ता उपरे मध्ये आमे नोटटे लेखिबा। आ ओडिया आंदोलन को गति ओडियार जो आंदोलन सबू हेइथिला से दिगरे आगो को बढ़िया पई उत्कल सम्मिलनी गठनर लक्ष्य कौन थिला से कथा आमे पढ़िबा एवं नोटटे लेखिला बेले ताकू मध्य नोट सहित आमे संयुक्त करिबा। तापरे देखिबा 1936 रे एडी देखो 1936 पर्यंत ओडिया आंदोलन हेइतिला। आ ओडिया आंदोलन ए जो टॉपिकटा सहित कौन सबू जड़ित अच्छी ताकू टिके आमे नजर देवा। देखो एथिरे आमे लेखिबा कहा उपरे लेखिबा ना नेतृवृंद को जो मधुसूदन दास गोपबंधु दास नीलकंठ दास ए माने नेतृस्तरीय लोक थिले एमानंकर रोल बा एमानंकर भूमिका कौन थिला से विषय आमे टिके लेखिबा। तापरे दाबी उपस्थापन आवेदन स्मारकपत्र विधान परिषद आलोचना यही सब उपरे मध्य टिके आमे ध्यान देवा। तापरे जन समर्थन 1920 रु 1930 दशक शक्तिशाली किमती जन समर्थन कले आंदोलन को एवं ये आंदोलन टी शक्तिशाली हैला ता दिगरे मध्य जहाँ लिखाई बही पढ़ी नोटटी प्रस्तुत करिवो। तापरे जातीय ध्यान आकर्षण करिवा पई माने सर्वभारतीय स्तर रे आम ओडिशा गठन रे जातीय स्तर रे यार ध्यान आकर्षण करिवा पई प्रचेष्टा करा जाइथिला से विषय रे अध्ययन करी तुमे नोटटी प्रस्तुत करिवो। तापरे स्वतंत्र ओडिशा प्रदेश प्रतिष्ठा ये जो स्वतंत्र ओडिशा प्रदेश प्रतिष्ठा किपरि हैला आउ यार जो लक्ष्य थिला स्वतंत्र ओडिशा प्रदेश गठन सफल हैला से दिगरे को पॉइंट उपरे नोटटे करिवा। देखो से दिगरे आमे लेखिबा जे हमरो 1 एप्रिल 1936 रे बा एप्रिल पहिला रे हमरो ओडिशा कोन हैला स्वतंत्र प्रदेश हैला। तो सेतेबेले की प्रकार ओडिशार भावमूर्ति थिला बा ओडिशार की प्रकार उल्लास खेली जाइथिला से कथा लेखा जाइछि ताकू आमे नोट लेखला बेले मिसेइबा शामिल करिबा। अच्छा राजधानी कटक हैला ओडिशा प्रदेश हैला प्रथमे राजधानी हमरो कटक थिला। आउ सेतिरे कोन कोन कटक शहर रे कोन कोन हेइथिला आउ कटक को काहे की राजधानी रूप रे बछा गला से सब दिगरे आमे पढ़ी की नोटटी लेखिबा। तापर प्रथम राज्यपाल सार जॉन ऑस्टिन हॉबबैक ये जो प्रथम राज्यपाल हेले तांको विषय टिके लेखिबा। तापर ऐतिहासिक उपलब्धि कौन हैला ए आंदोलन रु बा ओडिशा जो स्वतंत्र प्रदेश हैला यार ऐतिहासिक उपलब्धि कौन मिलला लोक माने कौन शिक्षा पाइले बा जातीय स्तर रे यार कौन प्रभाव पड़िला। तापर भाषा भित्तिक भारतर प्रथम प्रदेश सर्वभारत स्तर रे जदि आमे देखिबा ताले ये जो भाषा भित्तिक भारतर कौन सी राज्य भाषा भित्तिक भाव तार परिचय पाई नथिला प्रथमे ओडिशा ही भाषा भित्तिक भाव एक स्वतंत्र प्रदेश हैला। तापरे ओडिया परिचय एकता और राजनैतिक सचेतनतार प्रतीक आमर
ଓଡ଼ିଶା ଯେଉଁ ସ୍ୱତନ୍ତ୍ର ପ୍ରଦେଶ ହେଲା ଏହାଦ୍ୱାରା ଓଡ଼ିଆ ଜାତିର ପରିଚୟ ମିଳିଲା, ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ଏକତା, ରାଜନୈତିକ ସଚେତନତାର ପ୍ରତୀକ ରୂପରେ ଠିଆ ହେଲା। ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରତୀକ ଭାବରେ ସର୍ବଭାରତୀୟ ସ୍ତରରେ ପରିଚୟ ପାଇଲା ଯେ ଭାଷା ଭିତ୍ତିରେ ଏ ରାଜ୍ୟ ଗଠନ କରାଯାଇଛି। ପୂର୍ବରୁ ସମଗ୍ର ଭାରତବର୍ଷରେ ଭାଷା ଭିତ୍ତିରେ କୌଣସି ରାଜ୍ୟ ଗଠନ ହୋଇନଥିଲା। ତ ପିଲାମାନେ ଯେତେବେଳେ ନୋଟ୍ଟିଏ ପ୍ରସ୍ତୁତ କରୁଛ ଏଇସବୁ ଉପରେ ଧ୍ୟାନ ଦେଇକି ସମ୍ପୂର୍ଣ୍ଣ ବିଷୟର ଯେଉଁ ସାରମର୍ମଟିକୁ ନୋଟ୍ରେ ଲେଖିବ। ଆଉ ପରୀକ୍ଷା ପୂର୍ବରୁ ସେ ନୋଟ୍ଟିକୁ ଧ୍ୟାନର ସହ ଦେଖିଲେ ପଢ଼ିଲେ ପରୀକ୍ଷାରେ ନିଶ୍ଚିତ ଭଲ ପ୍ରଦର୍ଶନ କରିପାରିବ। ଆଉ ଏକ ୟାର ଟପିକ୍ ଅଛି, ତାମାନେ ସବ୍ ଟପିକ୍ ଯାହାକୁ କହୁଛୁ। ମେନ୍ ଟପିକ୍ ହେଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ। ୟା ଉପରେ ଯେତେବେଳେ ନୋଟ୍ କରିବ ଏଇ ସବୁ ବ୍ରାଞ୍ଚେସ୍ ଉପରେ ତୁମକୁ ନଜର ଦେବାକୁ ପଡ଼ିବ। 4ଟି ପାଠରେ ବିଭକ୍ତ କରାଯାଇଛି ସମ୍ପୂର୍ଣ୍ଣ ଯେଉଁ ଟପିକ୍ଟିକୁ। ଏବେ ଶେଷରେ ଆମେ କ'ଣ ଦେଖିବା? ସିଦ୍ଧାନ୍ତ। ସିଦ୍ଧାନ୍ତରେ ଆମେ କାହା ଉପରେ ଧ୍ୟାନ ଦେବା? ଯେଉଁ ସ୍ୱତନ୍ତ୍ର ପ୍ରଦେଶ ହେଲା ଓଡ଼ିଶା, ତ ଏଥିରେ ସିଦ୍ଧାନ୍ତରେ ଆମେ କେଉଁ ସିଦ୍ଧାନ୍ତରେ ଉପନୀତ ହେଲୁ ନା ଦୀର୍ଘ ସଂଘର୍ଷର ଫଳାଫଳ। ଏଇ ଯେଉଁ ଉପଲବ୍ଧିଟା ଥିଲା ଦୀର୍ଘ ସଂଘର୍ଷର ଫଳାଫଳ। ଦୀର୍ଘ ଦିନ ଆମେ ସଂଘର୍ଷ କଲୁ, ବିପ୍ଳବ କଲୁ, ସଂଗ୍ରାମ କଲୁ, ତାପରେ ଯାଇକି ଆମକୁ ଏଇ ଫଳାଫଳ ରୂପରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେଲା। ଆଉ ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା, ଏହାଦ୍ୱାରା ଓଡ଼ିଆ ଭାଷା ଆଉ ସଂସ୍କୃତିର ଏକ ମାନ୍ୟତା ପାଇଲା ଆଉ ସୁରକ୍ଷିତ ହେଲା। ତାପରେ ଆମର ଭବିଷ୍ୟତ ପ୍ରଗତିର ମୂଳଦୁଆ, ଆଗକୁ ଓଡ଼ିଶାର ଭବିଷ୍ୟତ କିପରି ଉଜ୍ଜଳ ହେବ, ଉନ୍ନତ ହେବ, ତାର ଗୋଟେ ମୂଳଦୁଆ ଏହାଦ୍ୱାରା ମିଳିଲା, ଓଡ଼ିଶାକୁ ଏକ ମୂଳଦୁଆ ମିଳିଲା। ତାପରେ ଓଡ଼ିଶା ଓ ଭାରତ ଇତିହାସର ଗର୍ବର ଅଧ୍ୟାୟ। ଓଡ଼ିଶାଟା ଭାରତ ଇତିହାସରେ ଏକ ଗର୍ବର ଅଧ୍ୟାୟ ସୃଷ୍ଟି ହେଲା। କାହିଁକି ନା ଓଡ଼ିଶା ଏକମାତ୍ର ରାଜ୍ୟ ଯାହାକି ଭାଷା ଭିତ୍ତିରେ ଗଠନ ହୋଇଅଛି। ତ ଏହା ଏକ ଓଡ଼ିଶାବାସୀଙ୍କ ପାଇଁ ଗର୍ବର କଥା। ତ ପିଲାମାନେ ଏଇସବୁ ସବ୍ ଟପିକ୍ ଉପରେ ଧ୍ୟାନ ଦେଇ ସମ୍ପୂର୍ଣ୍ଣ ନୋଟ୍ଟିଏ ପ୍ରସ୍ତୁତ କରିପାରିବ। ଆଉ ଆଶା କରୁଛି ନିଶ୍ଚିତ ଏଇ ଯେଉଁ ନୋଟ୍ ପ୍ରସ୍ତୁତିରେ ଯେଉଁ ଟିପ୍ସ ଦିଆଗଲା, ଗାଇଡ଼ଲାଇନ୍ ଦିଆଗଲା, ନିଶ୍ଚିତ ତୁମକୁ ସାହାଯ୍ୟ କରିବ ଆଉ ପରୀକ୍ଷା ପାଇଁ ଭଲ ଭାବରେ ପ୍ରସ୍ତୁତ ହୋଇପାରିବ। ତ ପିଲାମାନେ ଆଗକୁ ପରୀକ୍ଷା ଉପଯୋଗୀ ଯେଉଁ ପ୍ରଶ୍ନ ଉତ୍ତର ଦରକାର, ସବଜେକ୍ଟିଭ୍ ହେଉ, ଅବଜେକ୍ଟିଭ୍ ହେଉ, MCQs ହେଉ, ଯାହା ବି ହେଉ, ତା ଉପରେ ମୋ ଚ୍ୟାନେଲ୍ BM Talks ଏକ ସ୍ୱତନ୍ତ୍ର ଭିଡ଼ିଓ ଇତିହାସ ପାଇଁ, ଭୂଗୋଳ ପାଇଁ, ଇଂରାଜୀ ପାଇଁ ଏବଂ ସମସ୍ତ ସବଜେକ୍ଟ ଉପରେ କ୍ୱେଶ୍ଚନ୍ ଆନ୍ସର୍, ଆନାଲିସିସ୍, ସିମ୍ପ୍ଲିଫାଏଡ଼୍ ଆନ୍ସର୍ ଏସବୁ ନେଇକି ପ୍ରସ୍ତୁତ କରିବାକୁ ଯାଉଛି ସ୍ୱତନ୍ତ୍ର ଭିଡ଼ିଓ, ଯାହାକି ଅଳ୍ପ ଦିନ ଭିତରେ ଆପଲୋଡ଼ ହେବ। ଆଉ ସେତେ ଦିନ ପର୍ଯ୍ୟନ୍ତ ତୁମେ ଭଲରେ ରୁହ, ସୁରକ୍ଷିତ ରୁହ ଆଉ ଟେକ୍ କେୟାର। ଗୁଡ୍ ବାଏ।